ନୂଆ ବର୍ଷରେ ଆଜି ଦ୍ୱିତୀୟ ଦିନ। ଯଦି ଆପଣଙ୍କ ପାଖରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ରହିଛି, ଯେମିତିକା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ୟୁକୋ ବ୍ୟାଙ୍କ, HDFC ବ୍ୟାଙ୍କ, ଯେକୌଣସି ବ୍ୟାଙ୍କରେ ଆପଣମାନଙ୍କର ଆକାଉଣ୍ଟ ରହିଛି, ଜାନୁଆରୀ ମାସରୁ ନୂଆ ନିୟମ ଗୁଡ଼ିକ ଲାଗୁ ହେବା ପାଇଁ ଯାଉଛି। ଏମିତିକା ଆପଣମାନଙ୍କର ବ୍ୟାଙ୍କ ସିଷ୍ଟମରେ 9ଟି ନିୟମ ଲାଗୁ କରାଯାଉଛି। ଆପଣମାନେ ଏହି ନିୟମ ଗୁଡ଼ିକ ବିଷୟରେ ବୁଝିବା ଜାଣିବା ନିହାତି ଦରକାର। ଯଦି ଆପଣମାନେ ଏହି ନିୟମ ଗୁଡ଼ିକ ବିଷୟରେ ବୁଝିବେନି ଜାଣିବେନି, ତାହେଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ। ଆପଣ ଚାହିଁଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠେଇ ପାରିବେନି। ହଁ ଆଜ୍ଞା, ଆପଣ ଠିକ୍ ଶୁଣୁଛନ୍ତି। ଆପଣ ଡିପୋଜିଟ୍ କରିପାରିବେନି କି ୱିଡ୍ରଲ୍ କରିପାରିବେନି କି କାହାକୁ ଟଙ୍କା ମଧ୍ୟ ପଠାଇ ପାରିବେନି। କ'ଣ ରହିଛି ଏହି 9ଟି ନିୟମ, ଯାହାର ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ଜାଣିପାରିବେ ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, RBI ତରଫରୁ ବ୍ୟାଙ୍କ ଗୁଡ଼ିକକୁ ନିର୍ଦ୍ଦେଶ ଦିଆଯାଇଛି ଏହି ନିୟମ ଗୁଡ଼ିକକୁ କଡ଼ାକଡ଼ି କରିବା ପାଇଁ। ବଦଳିଲା ନିୟମ, ଆକାଉଣ୍ଟ ନେଇ ବଢିଲା 4 ଗୁଣା ସୁରକ୍ଷା। ବ୍ୟାଙ୍କିଂ ବ୍ୟବସ୍ଥାରେ ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ। ଆଜିଠୁ ବ୍ୟାଙ୍କିଂ କ୍ଷେତ୍ରରେ ନୂଆ ନିୟମ। କ'ଣ ରହିଛି ଏହି ନିୟମ ଗୁଡ଼ିକ, ଆସନ୍ତୁ ତା ଉପରେ ନଜର ପକାଇବା। ଦେଖନ୍ତୁ, 1 ନମ୍ବର ନିୟମଟି ରହିଛି ନମିନି ସୁବିଧାରେ ପରିବର୍ତ୍ତନ କରାଯାଇଛି। ହଁ ଆଜ୍ଞା, ବର୍ତ୍ତମାନ ଜଣେ ଖାତାଧାରୀ ନିଜର ଗୋଟିଏ ଖାତାରେ 5 ଜଣ ପର୍ଯ୍ୟନ୍ତ ନମିନି ରଖିପାରିବେ। ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ୍ ଅଧୀନରେ ଏହି ପରିବର୍ତ୍ତନ କରାଯାଇଛି, ଯାହାଫଳରେ ଖାତାଧାରୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀଙ୍କୁ ଟଙ୍କା ପାଇବାରେ ସହଜ ହେବ। ଦେଖନ୍ତୁ, ପୂର୍ବରୁ କ'ଣ ହେଉଥିଲା ନା, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କ ପରିବାରର ଯେକୌଣସି ସଦସ୍ୟ ଜଣକୁ ଆପଣମାନେ ନମିନି ରଖୁଥିଲେ। ଏବେ ଆପଣମାନେ 1ରୁ ଅଧିକ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ନମିନି ରଖିପାରିବେ। ଆପଣମାନେ ଜଣେ କି 2 ଜଣ ନୁହଁ, ଏକାଥରେ ଆପଣମାନେ 4 ଜଣ ନମିନିକୁ ରଖିପାରିବେ, ଯାହାଫଳରେ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲା ପରେ ଯେଉଁମାନେ ଉତ୍ତରାଧିକାରୀ ରହିଛନ୍ତି ସେମାନେ ସହଜରେ ଟଙ୍କା ପାଇପାରିବେ, ଯାହା RBI ତରଫରୁ ଏହି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। 2 ନମ୍ବର ନିୟମଟି ରହିଛି FD ମ୍ୟାଚୁରିଟି ପରେ ସୁଧ। ଦେଖନ୍ତୁ, FD ଅର୍ଥାତ୍ ଫିକ୍ସ ଡିପୋଜିଟ୍ର ସମୟ ସୀମା ପୂରିଯାଏ ଏବଂ ଆପଣଙ୍କ ଟଙ୍କା ଉଠାନ୍ତି ନାହିଁ, ତେବେ ସେହି ଟଙ୍କା ସେଭିଂସ ଆକାଉଣ୍ଟର ସୁଧ ହାର କିମ୍ବା ନିର୍ଦ୍ଧାରିତ FD ସୁଧ ହାର ମଧ୍ୟରୁ ଯେଉଁଟି କମ୍ ଥିବ ସେହି ଅନୁଯାୟୀ ଆପଣମାନଙ୍କୁ ସୁଧ ମିଳିବ। ଦେଖନ୍ତୁ, ଯଦି ଆପଣମାନେ ଫିକ୍ସ ଡିପୋଜିଟ୍ ଗୋଟିଏ ବର୍ଷ ପାଇଁ କରିଛନ୍ତି, ଗୋଟିଏ ବର୍ଷ ପରେ ଆପଣମାନଙ୍କର ଫିକ୍ସ ଡିପୋଜିଟ୍କୁ ଆପଣମାନେ ଉଠାଇବା କଥା। ଯଦି ଆପଣମାନେ ଗୋଟିଏ ବର୍ଷ ପରେ ଆପଣମାନଙ୍କର ଫିକ୍ସ ଡିପୋଜିଟ୍କୁ ଉଠାଉ ନାହାନ୍ତି, ଦେଖନ୍ତୁ, ପୂର୍ବରୁ କ'ଣ ହେଉଥିଲା ନା, ଆପଣଙ୍କର ଫିକ୍ସ ଡିପୋଜିଟ୍ର ଅବଧି ଶେଷ ହୋଇଗଲା, ଆପଣ ସେଇ ଟଙ୍କାଟିକୁ ଉଠାଉ ନାହାନ୍ତି, ଆପଣ ମାସେ କି 2 ମାସ ପକାଇକି ରଖିଛନ୍ତି ସେମିତି, ସେ କ୍ଷେତ୍ରରେ ଆପଣମାନଙ୍କୁ କୌଣସି ସୁଧ ମିଳୁନଥିଲା। କିନ୍ତୁ ଏବେ RBI ତରଫରୁ ପ୍ରତ୍ୟେକ ବ୍ୟାଙ୍କରେ ମଧ୍ୟ ଲାଗୁ କରାଯାଇଛି ଏହି ନୂଆ ନିୟମଟି। ଆପଣଙ୍କର FD ଅବଧି ଶେଷ ହୋଇଗଲା ପରେ ଆପଣ ସେ ଟଙ୍କାଟିକୁ ଉଠାଉନାହାନ୍ତି, 2 ମାସ ଉଠାଉନାହାନ୍ତି କି 3 ମାସ ଉଠାଉନାହାନ୍ତି କି 4 ମାସ ଉଠାଉନାହାନ୍ତି, ସେ କ୍ଷେତ୍ରରେ ଆପଣମାନଙ୍କୁ ସୁଧ ମିଳିବ। ଆପଣ 4 ମାସ ପର୍ଯ୍ୟନ୍ତ ସୁଧ ମିଳିବ। କେଉଁ ହିସାବରେ? ଆପଣଙ୍କ ସେଭିଂ ଆକାଉଣ୍ଟରେ ଯେଉଁ ସୁଧ ମିଳୁଛି ସେହି ଅନୁସାରେ ଆପଣମାନଙ୍କ FD ଟଙ୍କା ଉପରେ ମଧ୍ୟ ସୁଧ ମିଳିବ, ଆପଣ ଯେତେ ମାସ ପର୍ଯ୍ୟନ୍ତ ରଖିବେ। 3 ନମ୍ବର ନିୟମଟି ରହିଛି ମାଗଣା ଚେକ୍ ବୁକ୍ ଏବଂ ATM କାର୍ଡ। ଦେଖନ୍ତୁ, BSBD ଅର୍ଥାତ୍ ବେସିକ୍ ସେଭିଂସ ବ୍ୟାଙ୍କ ଡିପୋଜିଟ୍। RBI 1 ଜାନୁଆରୀ 2026ରୁ 25ଟି ମାଗଣା ଚେକ୍ ଲିଭ୍ସ ଏବଂ ବିନା କୌଣସି ବାର୍ଷିକ ଶୁଳ୍କରେ ATM କାର୍ଡ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି। ଦେଖନ୍ତୁ, ଆପଣମାନଙ୍କ ପାଇଁ ବ୍ୟାଙ୍କରେ ବଢ଼ିଆ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି। ଯଦି ଆପଣମାନେ ସେଭିଂ ଆକାଉଣ୍ଟଟି ଖୋଲୁଛନ୍ତି, ପୂର୍ବରୁ କ'ଣ ହେଉଥିଲା ନା, ଆପଣଙ୍କୁ ଚେକ୍ ବୁକ୍ ପାଇଁ କିଛି ଶୁଳ୍କ ନିଆଯାଉଥିଲା।
आउ एटीएम कार्ड आपण मानकु वार्षिक चार्जेस मध्य आपण मानकर किछि रहितला किंतु एबे जेतेबेले आपण सेविंग अकाउंट टी खोलिबे आपण मानकु मागणा रे चेकबुक मिलिबो 25 टी ता सहित आपण मानकु एटीएम कार्ड मिलिबो वार्षिक बिना चार्जेस रे आपण माने व्यवहार करि परिबे। देखंतु फ्लिपकार्ट रे पुओ पिला मानक पई झियो पिला मानक पई बढ़िया बढ़िया ड्रेस रहिछि बहुत कम रेट रहिछि ए वीडियो रे मु लिंक प्रोवाइड कर देछि आपण माने ऑर्डर करि परिबे। 4 नंबर रे डिजिटल कारबार उपरे रिहाती देखंतु संचय खातारू हेउथिबा डिजिटल कारबार जेपरि कि यूपीआई एनएफटी एवं आरटीजीएस को एबे मासिक उठाण सीमा मंथली विड्रॉल लिमिट रे गणना करा जिवो नाही। यह द्वारा ग्राहक माने बिना कौनसी भय रे डिजिटल पेमेंट करि परिबे। देखंतु आपण माने यूपीआई एनएफटी आरटीजीएस जो करूचंती मासिक लिमिट आपण मानकु दिया जाउतिला पूर्वरु एबे आपण मानकु मासिक लिमिट दिया जिवोनी जहा फल रे आपण मानकर भय रहिबोनी आपण बिंदास कारबार करि परिबे। 5 नंबर रे वरिष्ठ नागरिकंक पई विशेष सुविधा मध्य रहिबो बैंक मानकरे। देखंतु वरिष्ठ नागरिक मानकु एफडी उपरे मिलुथिबा अतिरिक्त सुद हार रे अधिक सुद मिलिबो। बैंक गुड़िक को वरिष्ठ नागरिकंक पई स्वतंत्र डेस्क एवं प्राथमिक सेवा जोगाई दिया जिवो। 6 नंबर रे खाता बंद करिवा नियम देखंतु जदि कौनसी ग्राहक खाता खोलिबार 14 दिन मध्यरे ताहाकु बंद करंती तेबे बैंक तांको उपरे कौनसी शुल्क लगाई पारिबो नाही। एही नियम ग्राहकंको बैंक रो सेवा परिखिबा पई स्वाधीनता दिया जिवो। हाँ आज्ञा जदि आपण बैंक रे गुटे खाता खोलिचंती 14 दिन मध्यरे सेई 14 दिन मध्यरे जदि आपण चाहुचंती ए खाताटी को बंद करिया पई आपण माने बिना कौनसी फाइन रे आपण माने ए खाताटी को बंद करि परिबे कौनसी चार्जेस बैंक आपण मानक ठारू नब नाही। 7 नंबर नियमटी हला निष्क्रिय खाता उपरे निर्देश देखंतु जेउ खाता रे 2 वर्षरु अधिक समय धरी कौनसी कारबार होई नाही सेगुड़िक को इन ऑपरेटिव बा निष्क्रिय बोली धरा जिवो। आरबीआई बैंक गुड़िक को निर्देश देछि जे सेमाने एही परी खाता धारकंकु खुजी बाहर करी सेमानक टंका फेरस्त करिवा पई स्वतंत्र अभियान चलाइबे। देखंतु आपणकर गुटिए बैंक अकाउंट रहिछि आपण 2 वर्ष धरी कौनसी ट्रांजैक्शन आपणक खाता रे करि नाहंती जहा फल रे आपणकर अकाउंट टी डीएक्टिव होई जिवो। एही टंका गुड़िक आपण मानकर बैंक वाला काटी पारिबे नाही। आपण मानकर जतिकी भी टंका रहिछि से टंका गुड़िक को आपण मानको फेरस्त करि दिया जिवो। 8 नंबर नियमटी रहिछि संचय खाता रे सर्वनिम्न बैलेंस देखंतु एणिकी सर्वनिम्न बैलेंस अर्थात मिनिमम बैलेंस न रहिले बैंक गुड़िक ग्राहकंक उपरे मोटा अंकर जरिमाना लगेई पारिबे नाही। आरबीआई रो नियम अनुसार जरिमाना लगेइबा पूर्वरु बैंक को ग्राहक मानकु सूचना देबाकू पड़िबो एवं जरिमाना राशि बैंक सेवा अनुपात रे रखिबाकू हेबो। 9 नंबर रे जातीय पेंशन योजना रे बड़ परिवर्तन एबे निज फंड चलेई पारिबे बैंक